25 ଆରମ୍ଭରେ ନୀରବତା ଭାଙ୍ଗିଲେ MS ଧୋନି। ଅବସର ସମ୍ପର୍କରେ କଲେ ବଡ଼ ଘୋଷଣା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ମହେନ୍ଦ୍ର ସିଂ ଧୋନି ଏମିତି ଜଣେ ଖେଳାଳି ଯିଏ IPLର ପ୍ରଥମ ସିଜିନ୍ରୁ ଆଜି ଯାଏଁ ଖେଳି ଆସୁଛନ୍ତି। ଧୋନିଙ୍କ ନେତୃତ୍ୱ ନେବା ଶୈଳୀ, ଦକ୍ଷତା ବେଶ୍ ବିଚକ୍ଷଣ। ତାଙ୍କ ମାଇଣ୍ଡ ଗେମ୍ରେ CSK 5 ଥର ଟ୍ରଫି ହାତେଇବା ସହ 10 ଥର ଫାଇନାଲ ଆଉ 12 ଥର ପ୍ଲେ ଅଫ୍ରେ ପ୍ରବେଶ କରିଛି। ଚଳିତ ବର୍ଷ ଧୋନି IPLର ସବୁଠାରୁ ବୟସ୍କ ଖେଳାଳି ଭାବେ ମଇଦାନକୁ ଓହ୍ଲାଇଛନ୍ତି। ସେ 2008ରୁ ଲଗାତାର 2025 ଯାଏଁ ଖେଳି ଆସୁଛନ୍ତି। ଧୋନିଙ୍କ ବୟସ ବର୍ତ୍ତମାନ 43 ବର୍ଷ। ଧୋନିଙ୍କଠାରୁ କେହି ବି ଚଳିତ IPLରେ ଅଧିକ ବର୍ଷର ଖେଳାଳି ନାହାନ୍ତି। ଧୋନିଙ୍କ ପରେ ଫାଫ୍ ଡୁପ୍ଲେସିସ୍, ରବିଚନ୍ଦ୍ରନ ଅଶ୍ୱିନ ଓ ରୋହିତ ଶର୍ମା ଏହି ଲିଷ୍ଟରେ ସାମିଲ ଅଛନ୍ତି। ତେବେ ଧୋନିଙ୍କ ପୂର୍ବରୁ ବି ଏମିତି କିଛି ଖେଳାଳି ଅଛନ୍ତି ଯିଏ ଅଧିକ ବୟସରେ ବି IPLରେ ଖେଳ ଜାରି ରଖିଥିଲେ। ଅଷ୍ଟ୍ରେଲିଆ ଖେଳାଳି ବ୍ରାଡ୍ ହକ୍ 45 ବର୍ଷ ଯାଏଁ IPL ଖେଳିଥିବା ବେଳେ ପ୍ରବୀଣ ତାମ୍ବେ 44 ବର୍ଷ ଯାଏଁ ଖେଳିଥିଲେ। ବର୍ତ୍ତମାନ ଧୋନି ସବୁଠାରୁ ବୟସ୍କ ଖେଳାଳି ଲିଷ୍ଟରେ ତୃତୀୟରେ ରହିଥିବା ବେଳେ ଚଳିତ IPLରେ ବି ସେ ଖେଳ ଜାରି ରଖିଛନ୍ତି। ଧୋନି IPLରେ ଏମିତି ଏକମାତ୍ର ଖେଳାଳି ଯିଏ ଆରମ୍ଭରୁ CSK ଟିମ୍ରେ ରହିଛନ୍ତି। ଚେନ୍ନାଇ 2 ବର୍ଷ ବ୍ୟାନ୍ ସମୟରେ ସେ ପୁନେ ଦଳର ଅଧିନାୟକତ୍ୱ କରିଥିଲେ। ଚଳିତ IPLରେ ଧୋନିଙ୍କ ପାଖରେ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। ଧୋନି 19 ରନ୍ କରିବା ମାତ୍ରେ ସେ CSK ପାଇଁ ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇଯିବେ। ମହେନ୍ଦ୍ର ସିଂ ଧୋନି ଏବେ ଯାଏଁ ଚେନ୍ନାଇ ପାଇଁ 255 ମ୍ୟାଚ୍ ଖେଳି 4669 ରନ୍ କରିଛନ୍ତି, ଯେଉଁଥିରେ 22ଟି ଅର୍ଦ୍ଧଶତକ ସାମିଲ ରହିଛି। ବର୍ତ୍ତମାନ IPLରେ ସୁରେଶ ରୈନା CSK ପାଇଁ ସର୍ବାଧିକ ରନ୍ କରିଛନ୍ତି। ସେ 4687 ରନ୍ କରିଛନ୍ତି। ଚଳିତ IPLରେ ଚେନ୍ନାଇ ତାର ପ୍ରଥମ ମ୍ୟାଚ୍ ମୁମ୍ବାଇ ବିପକ୍ଷରେ ଖେଳିଛି। କିନ୍ତୁ ଧୋନି ଯେଉଁ ରେକର୍ଡ ପାଇଁ 19 ରନ୍ ଆବଶ୍ୟକ କରୁଥିଲେ, ସ୍କୋର ବୋର୍ଡରେ ଯଥେଷ୍ଟ ରନ୍ ନଥିବା ହେତୁ ଏହି ରେକର୍ଡ ନିଜ ନାଁରେ କରିପାରି ନାହାନ୍ତି। ଧୋନିଙ୍କୁ 43 ବର୍ଷ ହୋଇଥିଲେ ବି ସେ ଫିଟନେସ୍ରେ ଯୁବ ଖେଳାଳିଙ୍କୁ ବି ପଛରେ ପକାଇଦେବେ। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ IPLରେ ବେଶ୍ ସଫଳତା ଲାଭ କରିଛି। ବର୍ତ୍ତମାନ ଚେନ୍ନାଇର ଅଧିନାୟକ ରହିଛନ୍ତି ଋତୁରାଜ ଗାଏକୱାଡ଼। ଆଉ ଏଥର ଆଉ ଏକ ଟ୍ରଫି ବିଜୟ ଲକ୍ଷ୍ୟ ରହିବ ଏହି ଚମ୍ପିୟନ ଦଳର। ପ୍ରତିବର୍ଷ କ୍ରିକେଟ ପ୍ରେମୀମାନେ IPL ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ମଧ୍ୟ ହେଉଛନ୍ତି MS ଧୋନି। MS ଧୋନି 2020 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ କେବଳ IPLରେ ଖେଳୁଥିବାର ଦେଖାଯାଉଛି। ଏହା IPLରେ ତାଙ୍କର 18ତମ ସିଜିନ୍। ଧୋନି ରବିବାର 23 ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏହି ମ୍ୟାଚ୍ MS ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଛି। ଏହି ସିଜିନ୍ ଆରମ୍ଭ ହେବା ପୂର୍ବରୁ ଧୋନି ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କହିବା ସହିତ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। IPLରେ ଗତ 2ରୁ 3 ବର୍ଷ ଧରି ପ୍ରତ୍ୟେକ ସିଜିନ୍ରେ ଏପରି ଏକ ପରିବେଶ ରହିଛି ଯେ ଧୋନିଙ୍କୁ ଶେଷ ଥର ପାଇଁ ଏହି ଲିଗ୍ରେ ଖେଳିବାର ଦେଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଗତ ସିଜିନ୍ରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା, କିନ୍ତୁ ସେ ସିଜିନ୍ ଶେଷ ସୁଦ୍ଧା ସେହି ରିପୋର୍ଟଗୁଡ଼ିକୁ ଖାରଜ କରିଦେଇଥିଲେ। ସେ ବର୍ତ୍ତମାନ 43 ବର୍ଷ ବୟସର ଏବଂ ଏହି ସିଜିନ୍ର ସବୁଠାରୁ ବୟସ୍କ ଖେଳାଳି ମଧ୍ୟ। ଏପରି ପରିସ୍ଥିତିରେ ପୁଣି ଥରେ ପ୍ରଶ୍ନ ଉଠୁଛି ଯେ ଏହା କ'ଣ ଧୋନିଙ୍କର IPLର ଶେଷ ସିଜିନ୍? ତଥାପି ଏଥର ସିଜିନ୍ ଆରମ୍ଭରେ ଧୋନି ଏ ବିଷୟରେ ନିଜର ନୀରବତା ଭାଙ୍ଗିଛନ୍ତି। ଜିଓ ହଟଷ୍ଟାର ସହିତ ଏକ ସାକ୍ଷାତକାରରେ MS ଧୋନି ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କ ମନ୍ତବ୍ୟରୁ ଏହା ବିଶ୍ୱାସ କରାଯାଉଛି ଯେ ସେ ଭବିଷ୍ୟତରେ ମଧ୍ୟ IPLରେ ଖେଳିବା ଜାରି ରଖିବେ। ପ୍ରକୃତରେ ଧୋନି କହିଛନ୍ତି ଯେ ସେ ଯେ ପର୍ଯ୍ୟନ୍ତ ଚାହିଁବେ ସେ ପର୍ଯ୍ୟନ୍ତ CSK ପାଇଁ ଖେଳିପାରିବେ। ସେ କହିଛନ୍ତି ଏହା ତାଙ୍କର ନିଜସ୍ୱ ଦଳ। MS ଧୋନି କହିଥିଲେ, ମୁଁ ଯେ ପର୍ଯ୍ୟନ୍ତ ଚାହିଁବି ସେ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିପାରିବି। ଏହା ମୋର ଫ୍ରାଞ୍ଚାଇଜ୍। ଯଦି ବି ମୁଁ ହ୍ୱିଲଚେୟାରରେ ଥାଏ, CSK ମୋତେ ଟାଣି ନେଇଯିବ। ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକୱାଡ଼ ମଧ୍ୟ ଧୋନିଙ୍କ ଉପରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଗାଏକୱାଡ଼ କହିଛନ୍ତି ଯେ MS ଧୋନିଙ୍କୁ ଲିଗ୍ରେ ଖେଳିବାକୁ ଆହୁରି ଅନେକ ବର୍ଷ ବାକି ଅଛି। ସେ ସଚିନ ତେନ୍ଦୁଲକରଙ୍କ କଥା ଉଠାଇ ଏହା କହିଥିଲେ ଯେ
ଗାୟକୱାଡ଼ କହିଥିଲେ, ଯଦି ତୁମେ ଦେଖିବ ସଚିନ ତେନ୍ଦୁଲକର 50 ବର୍ଷ ବୟସରେ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ତେଣୁ ମୁଁ ଭାବୁଛି ଧୋନିଙ୍କ ଭିତରେ ଏବେ ବି ବହୁତ ବର୍ଷ ବାକି ଅଛି। ସଚିନ ସମ୍ପ୍ରତି ଇଣ୍ଟରନ୍ୟାସନାଲ ମାଷ୍ଟର ଲିଗ୍ରେ ଖେଳିଥିଲେ, ଯେଉଁଠାରେ ସେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।